ସଂସାରରେ ସବୁଠାରୁ ଶକ୍ତିଶାଳୀ ଜୀବ କି ଜାଣିଛନ୍ତି? ସେ ହେଉଛି ଜଣେ ପୁରୁଷ, ଯିଏ ନିଜ ସ୍ୱପ୍ନକୁ ମାରିଦିଏ ଅନ୍ୟର ସ୍ୱପ୍ନକୁ ପୂରଣ କରିବା ପାଇଁ, ଯିଏ ନିଜ ଆଖିର ଲୁହକୁ ପିଇଯାଏ ପରିବାର ମୁହଁରେ ଟିକେ ହସ ଦେଖିବା ପାଇଁ। ଆପଣ କେବେ ଭାବିଛନ୍ତି କି ପୁରୁଷ ଲୋକ କାହିଁକି ଅଧିକ କଥା କୁହେ ନାହିଁ? କାହିଁକି ସେ ଦୁଃଖରେ ମଧ୍ୟ ହସି ଦିଏ? କାହିଁକି ସେ ଅପମାନ ସହି ମଧ୍ୟ ଚୁପ୍ ରହିଯାଏ? କାରଣ ପୁରୁଷ ଛୋଟବେଳୁ ଶିଖିଥାଏ, କାନ୍ଦିବା ପୁରୁଷର ଦୁର୍ବଳତା। ଯିଏ କାନ୍ଦେ ସିଏ କେଉଁଠି ପୁରୁଷ ନୁହଁ, ଗୋଟିଏ କା ପୁରୁଷ। କିନ୍ତୁ କୁହାଯାଏ ପଥର ବି ଦିନେ ଫାଟିଯାଏ ଯଦି ତା ଉପରେ ବାରମ୍ବାର ଆଘାତ କରାଯାଏ। ଆଜିର କାହାଣୀ ବି କିଛି ସେମିତି। ଏକ ପଥର ପରି ଧୈର୍ଯ୍ୟବାନ ମଣିଷ ରମେଶର, ଯିଏ ସବୁ ଜିତିକି ବି ହାରିଗଲା। ଗୋଟିଏ ଦିନ ରମେଶ ଘରକୁ ଫେରିଲା। ମୁହଁରେ ଭୟ, ଆଖିରେ ଲୁହ, ଆଉ ତାର କଣ୍ଠ ଭାଙ୍ଗି ଯାଇଥାଏ। ସେ କହିଲା, ଆଡଭାନ୍ସ ମାଗିବାରୁ ବସ୍ ସହିତ ଯୁକ୍ତିତର୍କ ହୋଇଗଲା, ଆଉ ସିଏ ମୋତେ ଚାକିରିରୁ ବାହାର କରିଦେଲେ। ଏତିକି କହି ରମେଶ କାନ୍ଦି ପକାଇଲା। ରମେଶର ଆଶା ଥିଲା ରୁବି ତାକୁ ସାନ୍ତ୍ୱନା ଦେବ, କହିବ କିଛି ହେବନି, ଆମେ ଚଳିଯିବା। କିନ୍ତୁ ରୁବିର ଆଖିରେ ଦୟା ନୁହେଁ, ଘୃଣା ଥିଲା। ସେ କହିଲା, କ'ଣ ମୋ ଟ୍ୟୁସନ ପଇସାରେ ଘର ଚଳିବ? ଆଉ 15 ଦିନ ପରେ ମୋ ଭାଇର ବାହାଘର। ଯଦି ତୁମେ ଚାକିରି ଛାଡ଼ିବାର ଥିଲା ତେବେ ଆଗରୁ କହିଲନି କାହିଁକି? ତମେ ଜଣେ ଅପଦାର୍ଥ। ରମେଶ ଉତ୍ତର ଦେଲା ନାହିଁ, କାରଣ ସେ ଜାଣିଥିଲା ଯୁକ୍ତି କଲେ ଦୁଃଖ କମେ ନାହିଁ। ରମେଶ ଚୁପ୍ ରହିଲା। ବାହାଘର ଦିନ ଆସିଲା। କିଛି ଦେଇନଥିବାରୁ ରୁବିଙ୍କ ଘର ଲୋକେ ରମେଶକୁ ଅପମାନ କଲେ। ବାହାଘରେ ରମେଶକୁ ଭିକାରୀ ଭଳି ବ୍ୟବହାର କରାଗଲା। ପୁରୁଷର ପକେଟ ଖାଲି ହେଲେ ଦୁନିଆ ତାକୁ କେମିତି ଦେଖେ, ସେଦିନ ରମେଶ ଅନୁଭବ କଲା। ରୁବି ସାମ୍ନାରେ ତାର ସ୍ୱାଭିମାନ ଭାଙ୍ଗିଗଲା, କିନ୍ତୁ ସେ ମୁଣ୍ଡ ନୁଆଁଇ ସବୁ ସହିଗଲା। ସଂଘର୍ଷ ଆରମ୍ଭ ହେଲା। ଜଣେ ପୋଷ୍ଟ ଗ୍ରାଜୁଏଟ୍ ପିଲା ଏଣେ ତେଣେ ଘୁରି ବୁଲିବା ପରେ ମଧ୍ୟ ଚାକିରି ମିଳିଲା ନାହିଁ। ସେଥିପାଇଁ ହୋଟେଲରେ ପାର୍ଟ ଟାଇମ୍ ୱେଟର କାମ କଲା। 4-5 ଘଣ୍ଟା କାମ କରେ, ବାକି ସମୟ ଘରେ ରୁହେ। ରମେଶର ସେମିତି କେହି ସାଙ୍ଗସାଥି ବି ନଥିଲେ ଯାହା ସହ ସେ ନିଜ ଦୁଃଖ ବାଣ୍ଟି ପାରିବ। ଆଉ କାହାକୁ କହିବ ତ କ'ଣ କହିବ କି ତା ସ୍ତ୍ରୀ ତା ସହ ଏପରି ବ୍ୟବହାର କରୁଛି? ସେଥିପାଇଁ ତା ଜୀବନରୁ ଯେମିତି ଶାନ୍ତି ନାମକ ଶବ୍ଦ ହଜି ଯାଇଥାଏ। ପ୍ରତ୍ୟେକ ଦିନ ସେ ଘରକୁ ଫେରିବା ବେଳେ ତାକୁ ଅପେକ୍ଷା କରିଥାଏ ଆଉ ଗୋଟିଏ ଯୁଦ୍ଧ। ରୁବି ତାକୁ ଶୋଇବାକୁ ଦିଏନି, ଖାଇବାକୁ ଦେଲେ 100ଟା କଥା ଶୁଣାଏ। କୋଢ଼ିଆ, ଅଳସୁଆ, ତୁମକୁ ବାହା ହେଇ ମୋ ଜୀବନ ନଷ୍ଟ ହୋଇଗଲା, ଏପରି ଅନେକ କିଛି। ରମେଶ କେବଳ ଭାବୁଥାଏ ସମୟ ଫେରିବ ଆଉ ସବୁ କିଛି ଠିକ୍ ହୋଇଯିବ। ରମେଶ ଶୋଇପାରୁନଥିଲା, ପ୍ରାୟ ସମୟ ଭୋକରେ ରହୁଥିଲା। 6 ମାସ ପରେ ରମେଶର ଗୋଟିଏ ବଡ଼ ସଫ୍ଟୱେୟାର କମ୍ପାନୀରେ ଜବ୍ ପାଇଁ ସିଲେକ୍ଟ ହୋଇଗଲା। ସେ ଭାବିଲା ରୁବିକୁ ସରପ୍ରାଇଜ ଦେବ। ସେଦିନ ସେ ଖୁସିରେ ମାଛ ନେଇ ଘରକୁ ଆସିଥିଲା, କିନ୍ତୁ ସେ ଜାଣିନଥିଲା ସେଇଟା ତାର ଶେଷ ଖୁସି। ତମେ କ'ଣ ମୋତେ ଚାକରାଣୀ ରଖିଛ? ସେ ମାଛକୁ ମୋ ସାମ୍ନାରୁ ନେଇଯାଅ, ନହେଲେ ମୁଁ ତାକୁ ଡଷ୍ଟବିନରେ ଫିଙ୍ଗିଦେବି। କିଛି ଏପରି ରୁବି କହିଲା। ଏପରି କହି କହି ରୁବି ରମେଶର ବାପା ମାଙ୍କୁ ମଧ୍ୟ ଗାଳି କରିବାକୁ ଲାଗିଲା। ଆଉ ଏହି କଥାରେ କ୍ରୋଧିତ ହୋଇ ରମେଶ ରୁବିକୁ ଚାପୁଡ଼ାଟେ ମାରିଦେଲା। ରୁବି ରାଗିକି ସେମିତି ବିଷ ଭରା ଗାଳି କରୁଥାଏ। ଏ ଖଟ ମୋ ବାପା ଦେଇଛନ୍ତି, ଯାଅ ତମେ ତଳେ ଶୁଅ। ଏ ଖଟରେ ଶୋଇବାର ଓକାତ ତମର ନାହିଁ। କାଲି ମୋ ଭାଇ ଆସିବ, ତମକୁ ମୁଁ ଜେଲ ପଠେଇବି। ରମେଶ ସେଦିନ ଉପାସରେ ତଳେ ଶୋଇଲା। ଆଖିରୁ ଲୁହ ବୋହି ଯାଉଥାଏ। ପ୍ରାୟ 6 ମାସର ମାନସିକ ଯନ୍ତ୍ରଣା, ଖାଇବା ନ ପାଇ ଶରୀର ଦୁର୍ବଳତା, ଏବଂ ସବୁଠାରୁ ବଡ଼ କଷ୍ଟ ନିଜ ସ୍ତ୍ରୀ ହାତରେ ଅପମାନ। ରମେଶର ହୃଦୟ ଆଉ ସହିପାରିଲା ନାହିଁ। ସକାଳେ ରୁବି ରମେଶକୁ ଡାକିଲା, କହିଲା, ଦିନ ଆସି 11ଟା ବାଜିଲାଣି, ଦେଖ ବାବୁଙ୍କର ନିଦ ଭାଙ୍ଗୁନି। ଏମିତି କହି ସେ ରମେଶର ମୁହଁକୁ ପାଣି ଫିଙ୍ଗିଲା, କିନ୍ତୁ ରମେଶ ଉଠିଲାନି। ସିଏ ଚିରଦିନ ପାଇଁ ଶୋଇ ଯାଇଥିଲା।
ଯେତେବେଳେ ହସ୍ପିଟାଲରେ ଡାକ୍ତର କହିଲେ ହି ଇଜ୍ ନୋ ମୋର, ରୁବିର ପାଦ ତଳୁ ମାଟି ଖସିଗଲା। ରୁବି ରମେଶର ପକେଟରୁ ଜଏନିଂ ଲେଟର ପାଇଲା। ସେହି କାଗଜ ଟୁକୁରାଟା ରୁବିକୁ ଚାପୁଡ଼ା ମାରିଲା ଭଳି ଲାଗିଲା। ରମେଶ ତାକୁ ରାଣୀ କରି ରଖିବାକୁ ଚାହୁଁଥିଲା, କିନ୍ତୁ ରୁବି ରମେଶକୁ କେବେ ମଣିଷ ବୋଲି ଭାବିନଥିଲା। ଆଜି ରୁବି ପାଖରେ ସବୁ ଅଛି। ସେହି ଖଟ ଅଛି, ବାପା ଭାଇ ସମସ୍ତେ ଅଛନ୍ତି, କିନ୍ତୁ ତାକୁ ଭଲ ପାଉଥିବା ସେହି ନିଷ୍ପାପ ମଣିଷଟେ ନାହିଁ। ବନ୍ଧୁଗଣ, ପୁରୁଷର କଷ୍ଟ କାହାକୁ ଦେଖାଯାଏନି। ସେ ନଇଁଯାଏ ମାନେ ସେ ଦୁର୍ବଳ ନୁହେଁ। ସିଏ ତ ନିଜ ଲୋକଙ୍କୁ ଭଲ ପାଏ। କାହାର ଗରିବକୁ ନେଇ ତାକୁ ଏତେ ଅପମାନ ଦିଅନ୍ତୁନି ଯେ ମୃତ୍ୟୁ ପରେ ଆପଣଙ୍କୁ କେବଳ ଅନୁତାପ କରିବାକୁ ପଡ଼ିବ। ସମୟ ଥିବା ବେଳେ ମଣିଷକୁ ଚିହ୍ନନ୍ତୁ। ସମୟ ଚାଲିଗଲା ପରେ ତ କେବଳ ପୋଡ଼ା ଅବଶୋଷ ଥିବ। ପୁରୁଷର କାନ୍ଧ ଯେତିକି ମଜବୁତ, ତା ଭିତରେ ଥିବା ହୃଦୟଟି ସେତିକି ନରମ। ସେ ଦୁନିଆ ସହ ତ ଲଢ଼ିପାରେ, କିନ୍ତୁ ନିଜ ଆତ୍ମୀୟଙ୍କ କଟୁ କଥା ସହ ନୁହେଁ। ଜଣେ ପୁରୁଷ ଯେବେ ଚୁପ୍ ରୁହେ, ତା ଅର୍ଥ ନୁହେଁ ଯେ ସେ ଦୁର୍ବଳ। ତା ଅର୍ଥ ସେ ଆପଣଙ୍କୁ ନିଜ ଜୀବନରୁ ଅଧିକ ସମ୍ମାନ ଦିଏ। ଶରୀରର ମାଡ଼ ତ ଶୁଖିଯାଏ, କିନ୍ତୁ ଅପମାନର ଶବ୍ଦ କଲିଜାରେ ଯେଉଁ କ୍ଷତ ସୃଷ୍ଟି କରେ, ସେଥିରୁ ରକ୍ତ ନୁହେଁ ମଣିଷର ଆତ୍ମବିଶ୍ୱାସ ଝରିଯାଏ। ଯାହାକୁ ସାହାରା ଦେଇପାରୁନ, ତାକୁ ଅନ୍ତତଃ ଅପମାନ ଦିଅ ନାହିଁ, କାରଣ କାହାର ଅଭାବ ପାଇଁ ତାକୁ ଘୃଣା କରିବା କେବେ ବି ମାନବିକତା ନୁହେଁ। ମଣିଷ ବଞ୍ଚିଥିବା ବେଳେ ତାକୁ ଭଲ ପାଇବା ଦିଅନ୍ତୁ, କାରଣ ମୃତ୍ୟୁ ପରେ ଦିଆଯାଉଥିବା ସମ୍ମାନ, ଭଲ ପାଇବା ଏବଂ ସମବେଦନା ମୃତ୍ୟୁ ବ୍ୟକ୍ତିର କୌଣସି କାମରେ ଆସେ ନାହିଁ। ସେଦିନ ରମେଶ ହାରି ନଥିଲା, ବରଂ ରୁବିର ଅହଙ୍କାର ଜିତି ଯାଇଥିଲା। କିନ୍ତୁ ଜିତିଲା ପରେ ବି ସେ ଆଜି ସବୁଠାରୁ ବଡ଼ ହାରିଯାଇଥିବା ମଣିଷଟିଏ। ସୁଖ ସମୟରେ ତ ସମସ୍ତେ ସାଥୀ ହୁଅନ୍ତି, କିନ୍ତୁ ଖରାପ ସମୟରେ ଯିଏ ହାତ ଧରେ ସିଏ ହିଁ ପ୍ରକୃତ ଜୀବନ ସାଥୀ। ଟଙ୍କା ସରିଗଲେ ମଣିଷ ପୁଣି ରୋଜଗାର କରିପାରେ, କିନ୍ତୁ ଗୋଟେ ମଣିଷ ହଜିଗଲେ ନା, ସାରା ଦୁନିଆର ସମ୍ପତ୍ତି ଦେଇଦେଲେ ବି ତାକୁ ଆଉ ଥରେ ଫେରାଇ ଅଣାଯାଇପାରେ ନାହିଁ। ଘରର ସବୁଠାରୁ ଉଚ୍ଚା କାନ୍ଥଟି ହେଉଛି ପୁରୁଷ, ଯିଏ ବାହାରୁ ଆସୁଥିବା ସବୁ ଝଡ଼ ତୋଫାନକୁ ନିଜେ ସହିଯାଏ, କେବଳ ଘରର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ। ଅକାତ ଟଙ୍କାରେ ମପାଯାଏ, ହେଲେ ସଚ୍ଚା ଭଲ ପାଇବା ପାଇଁ କେବଳ ସଚ୍ଚା ହୃଦୟଟିଏ ଦରକାର। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେଇ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ଜୀବନରେ ଉନ୍ନତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।